ସେଇଟା କେତେ ହେବ? ଡ୍ରାମା ସହିତ ସ୍କୁଲ ସେଇଟା କେତେ ହେବ? ଏଇଠି ପହଞ୍ଚି ଯାଇଛି ମୁଁ ଏବେ ମାଛ ମାର୍କେଟ ଆଉ ଜିଅନ୍ତା ମାଛ ମିଳୁଛି। ମୁଁ ଶୁଣିଲି ଏଇଠି ମାଛ ମିଳୁଛି ଯେମିତି ହଜବେଣ୍ଡ କହିଲେ ତ ମୁଁ ଆସିଯାଇଥିଲି। ତ ଏଇଠି ପୁରା ଜିଅନ୍ତା ମାଛ ଦେଖନ୍ତୁ କେମିତି ରଖା ହେଇଛି। ତ ଏଇଠି ମୁଁ ନେଇ ନେଉଥିଲି ମାଛ ଆଉ ସବୁ ବହୁତ ସାରା ମାଛ ଅଛି ଦେଖନ୍ତୁ। ଚିଙ୍ଗୁଡ଼ି ରେଟ୍ ବି ଏଇଠି ମୁଁ ପଚାରୁଥିଲି ତ ଚିଙ୍ଗୁଡ଼ି ରେଟ୍ ଆମର 550 କହିଲେ। ତ ଏମିତି ମାଛ ବହୁତ ପ୍ରକାର ସବୁ ଅଛି। ମୁଁ ଏମିତି ନେଇ ଆସିଲି ମୁଁ ଯାହା ଆଣିବାର ଥିଲା ଜିଅନ୍ତା ମାଛ ମୋର ଆଣିବାର ଥିଲା। ତ ଏଇଗୁଡ଼ା ବହୁତ ପ୍ରକାରର ମାଛ। ତ ମୁଁ ଆଜି ବି ଏଇଠି ଫାଷ୍ଟ ଟାଇମ୍ ଆସିଲି। ଏଇଠି ମୋର ପରିବା ବି ଟିକେ ଆଣିବାର ଥିଲା ତ ମୁଁ ଆଳୁ ନେଇ ନେଲି। ଆଉ ଆଳୁ ରେଟ୍ ବି ଏବେ ଚାଲିଛି କମିଲାଣି ଅବଶ୍ୟ। ତ ଏମିତି ନେଇକି ଆସିଗଲି। ଏଠି ଧୁଆଧୁଇ କରିନେଉଛୁ। ଲୁଣ ହଳଦୀ ଦେଇଦେବା। ତ ଏଇଠି ମାଛରେ ଆମର ହଳଦୀ ଲୁଣ ଦେଇକି ଭଲ ଭାବରେ ମିଶାଇ ନେଉଥିଲୁ। ତ ଏଇଠି ମାଆ ମିଶାଇ ନେଉଥିଲେ ଭଲ ଭାବରେ। ଏବେ ତାକୁ ତାପରେ ଛାଣି ନେବା ଆମର ମାଛ ତକକୁ। ତ ଏଇଠି ମାଛ ଛାଣିବା ପାଇଁ ଦେଇଦେଇଛୁ ଦେଖନ୍ତୁ। ଏବେ କ୍ରିସ୍ପି କରିକି ତାକୁ ଟିକେ ଭାଜି ନେବା। ତ ଏଇଠି ମାଛ ଟିକେ ପତଳା ପତଳା ପିସ୍ ହେଇଥିଲା ବି ନା ତ ବେଶୀ ମାଛ ଟିକେ ପଡ଼ିଯାଇଛି। ତ ଏମିତି ଭାଜି ନେଉଥିଲୁ ଆଉ ଏଇଠି ଭଜା ହେଇଗଲା। ଆଉ ଏବେ ସେଇ ଭାଜିଲୁ କଡ଼େଇରେ ହିଁ ଆମର ଟିକେ ତେଜପତ୍ର ଦେଇକି ବାସ୍ ପିଆଜ କଟାକୁ ଦେଇକି ଛୁଙ୍କ ପକାଇଦେଲୁ। ଏବେ ତିଆରି କରିବା ଆମର ମାଛ ତରକାରୀ। ତ ଏଇଠି ପିଆଜ ଟିକେ ଭାଜି ହେଇଯାଉ। ଏଇଠି ମୁଁ ଲୁଣ ବି ଟିକେ ଆଡ଼୍ କରିନେଉଛି। ତ ଆମର ତରକାରୀରେ ଯେତିକି ଲୁଣ ଲାଗିବ ସେଇ ଅନୁସାରେ ମୁଁ ଲୁଣ ଆଡ଼୍ କରିଦେଲି। ଆଉ ପିଆଜ ଟିକେ ସମୟ ବାସ୍ ଭାଜି ହେଇଯାଉ। ତ ଏଇଠି ପିଆଜ ଆମର ଭାଜି ହେଇସାରିଲାଣି। ଏବେ ବାଟିକି ରଖିଥିବା ଆମର ଜିରା ପିଆଜ ରସୁଣ ଅଦା ଏମିତି ସବୁ ମିଶାଇକି ପେଷ୍ଟ କରିଦେଇଥିଲୁ। ତ ସେଇ ପେଷ୍ଟକୁ ଆଡ଼୍ କରିନେଉଛି ଆଉ ତାକୁ ଏବେ ଆଗ ଟିକେ ଭାଜି ନେବା। ତ ଏମିତି ମସଲାକୁ ଟିକେ ଭଲସେ ଭାଜି ନେବା ଆଗ। ତାପରେ ଆମର ଗୁଣ୍ଡ ମସଲାକୁ ଆଡ଼୍ କରିବା। ତ ଏଇଠି ପାଣି ଟିକେ ମରି ଆସିଲାଣି ଭାଜି ହେଇ ଆସିଲାଣି। ଏବେ ଏଇଥିରେ ଆମର ଗୁଣ୍ଡ ମସଲା ଆଡ଼୍ କରିଦେବା। ତ ଏଇଠି ହଳଦୀ ଆଉ ଲଙ୍କା ଗୁଣ୍ଡ ଧନିଆ ଗୁଣ୍ଡ ଆଡ଼୍ କରିନେଉଛି। ଜିରା ଗୁଣ୍ଡ ତ ଆମର ପେଷ୍ଟ ହେଇଥିଲା ଜିରା ସେଥିପାଇଁ ଜିରା ଗୁଣ୍ଡ ପକାଉନି। ତ ଏଇଠି ମସଲାକୁ ଏବେ ଭଲ ଭାବରେ କଷି ନେବା ଟିକେ। ତ ମସଲା ଭଲ ଭାବରେ ଟିକେ କଷି ହେଇଯାଉ ଆମର। ଏଇଠି ମସଲା କଷି ହେଇ ଆସିଲାଣି ବାସ୍ ଏବେ ଏଇଥିରେ ଟମାଟୋ ବି ଟିକେ ଆଡ଼୍ କରିନେବା। ତ ଏଇଠି ଟମାଟୋ ଆଡ଼୍ କରିଦେଇଛି। ଟମାଟୋ ଆମର ଭଲ ଭାବରେ ଟିକେ ଭାଜି ହେଇଯାଉ। ତ ଏଇଠି ମସଲା ସହିତ ଭଲ ଭାବରେ ଟିକେ ଭାଜି ଆସିଛି। ପାଣି ବି ଟିକେ ଆଡ଼୍ କରିନେବା ଏବେ। ତ ଝୋଳ ଆମର ଯେତିକି ରଖିବା ସେଇ ଅନୁସାରେ ମସଲାରେ ପାଣି ଦେଇଦେବା। ତ ଏଇଠି ମୁଁ ଆଉ ଟିକେ ବି ଦରକାର ହେବ ଆଡ଼୍ କରିନେଲି ପାଣି। ତ ଏଇଠି ଏବେ ଫୁଟିବା ପାଇଁ ଛାଡ଼ିଦେବା। ତ ଏଇଠି ଦେଖନ୍ତୁ ଆମର ଭଲ ଭାବରେ ଫୁଟି ଯାଇଛି। ଏବେ ମାଛ ତକକୁ ଆଡ଼୍ କରିନେବା। ତ ମାଛ ବହୁତ ହି ବଢ଼ିଆ ମାଛଟା ବି ଥିଲା ମାନେ ଜିଅନ୍ତା ମାଛ ନା ତା ଟେଷ୍ଟ ହିଁ ବହୁତ ବଢ଼ିଆ ପୁରା ଅଲଗା ପ୍ରକାରର। ତ ଏଇଠି ମାଛ ଝୋଳ ଏମିତି ଆମର ବନେଇ ନେଲୁ। ତ ଏମିତି ମାଛ ଝୋଳ ତ ସମସ୍ତଙ୍କ ଘରେ ପ୍ରାୟତଃ ସମସ୍ତେ ହିଁ ଏମିତି ବନାନ୍ତି। ତ ଆମେ ବି ଏମିତି ସିମ୍ପଲ୍ ଉପରେ ହିଁ ବନେଇ ନେଲୁ ଆଜି ମାଛ ଝୋଳ। ତ ଏମିତି ବହୁତ ହି ବଢ଼ିଆ ଲାଗୁଥିଲା। କିନ୍ତୁ ମାଛ ଝୋଳ ଏଇଠି ପୁରା ବନିକି ରେଡ଼ି ହେଇଯାଇଛି। ଚାଲିଲି ମୋ ଝିଅକୁ ଆଣିବା ପାଇଁ। ଆଉ ଏବେ ଟିକେ ଖରା ପାଗ ହେଲାଣି ଚାଲିଲି ନେଇକି ଆସେ ତାକୁ। टिकेट कार हम आइसक्रीम के
ହେଇଗଲା ନା କ'ଣ ଦେଖିଲ ମାମା ଇଏ ଡରିଲ ନା ଡରୁନି ନା ଏଇଠି ବଢ଼ାବଢ଼ି ହେଇଗଲା ମାଛ ଭାତ ସବୁ ରିଲି ମାମା ଏଇଠି କ'ଣ ବନିଛ ଟ୍ରେନରେ କିଏ ଯାଉଛନ୍ତି डॉग टाइगर रैबिट ओहो बाबा ये की ट्रेन बनेलो मामा ये चक्का चक्का भौरी मामा खेलुची चक्का भौरी मामा बेबी थिला बेले केते खेली जानछ एमती ये देखो आई देखो ये केते खेलला मामा मजा आसला आउरी ये आउनी ओके गुड आउ फूल छिटाउनी केते फूल छिड़ाई देलो आउ छिटाउनी मामा एटी खेलिब ना फूल छिड़ा से गंदा आणनी छुअनी हाँ से हाथ मैला हम बाली धूली सब लगी न से पार्टी सांगे हाथ मारचु ना ट्री मान को हालो करछ से लंका हम देले तुड़ी मामा तोर लंका फूल तुड़ी देला आपण मानकु आम वीडियो जदि भल लागुथबो लाइक शेयर सब्सक्राइब निहाती करनेबे तो एठी झीर एमती खेल चलता ता सहित एमती मजा मस्ती सी रखी तोर फूल देखी आज मैंने आउ रही से देखुन केते सारा फूल होईटा नियंती ना आईटा खेलती एमती धरिबार रो मुचिड़ी रो